ପିଲାମାନେ ଦେଖ ଖାଲି ଜଷ୍ଟ ଗୋଟେ ମାନେ ସଂକ୍ଷିପ୍ତ ବିଷୟ ଜାଣିବାକୁ ଚାହିଁଲି ଯେ ଏଠି ଲେଖା ହେଇଛି ମଣିଷର ଶ୍ୱାସତନ୍ତ୍ର। ଆମ ଶରୀରରେ ବିଭିନ୍ନ ଯାକ ଶରୀର ଅଙ୍ଗ ପ୍ରତ୍ୟଙ୍ଗ ଜାଣିଛ, ଆଖି, କାନ, ନାକ ସବୁ ଜାଗା ଜାଣିଛେ। ଆମ ଭିତରେ ହାଡ଼ କେତେ ଖଣ୍ଡ ଆମ ହାଡ଼ 206 ଖଣ୍ଡ, 206 କାମ ଜାଣିଛେ। ଯାହା ହଉ ଏଇ ଯେଉଁ ଆମେ ୱାଲ୍ ପେଣ୍ଟିଂ କରିଛେ କାହିଁ କରିଛେ ନା ପିଲାମାନେ ୟାକୁ କାହିଁ କରୁଛେ, ଦୁର୍ଗାକୁ କାହିଁ କରୁଛେ ବିଷୟରେ ଜାଣିବା ବା ଏହାକୁ ଚିତ୍ର ଦେଖିଦେଲା ପରେ ଆମର ପିଞ୍ଜରାଟା କୋଉଠି ଆଉ କୋଉଠି ଫୁସଫୁସ ଅଛି, ଗହଳ କୋଉଠି ଅଛି, ନାସା ପଥ କୋଉଠି, ଶ୍ୱାସନଳୀ କୋଉଠି ଆମେ ସବୁ ଜାଣିବା ପାଇଁ ଏ ଚିତ୍ରଟା ଆମେ କରିଛେ ନାଇଁ କି କ୍ଲାସରୁମରେ। ତାହେଲେ ଏ ବିଷୟରେ କିଏ ଦେଖିଛ? ପ୍ରତ୍ୟେକ ଦିନ ଆସୁଛ ଯୋଉ କ୍ଲାସକୁ ଆମେ ସବୁ ଦେଖୁଛ ତ? କିଏ ଏ ବିଷୟରେ ବୁଝେଇ ପାରିବ ତ? ଆଉ ବୁଝେଇବା ଟିକେ ଦେଖିବା। ସାଇଡ୍ କରିକି ସାଇଡ୍ରେ କଲମ ନେଇଛି ତୁମର ଦେଖ ସମସ୍ତେ ଆମେ ସମସ୍ତେ ସାଇଡ୍ ହେଇଯିବା। ଏଇ ସବୁ ଅଙ୍ଗ ଆମ ଦେହରେ ଅଛି। ତାଙ୍କ ଭିତରୁ ଅଙ୍ଗ ହେଉଛି ଫୁସଫୁସ ଏଇଟା, ଶ୍ୱାସନଳୀ ଏଇଟା, ରସନୀ ଏଇଟା, ତାପରେ ଛାତି ତାପରେ ମଧ୍ୟଛଦା ଏଇଟା କିଛି ଜାଣିବା ପାଇଁ ଏ ଚିତ୍ରଟା ହେଇଛି। ତାପରେ এটা হচ্ছে মুখ গহ্বর পাচ্ছেন কি নাসা প্রথমে আমি নাসা কোন করু নিঃশ্বাস নাই কি নিঃশ্বাস নেউ তো আমি নাসা সেই করতে নাই তা বঢ়িয়া চিত্র সমঝে দেখুছ নাই তা সব কিছু জানি সারল নাই তা আমি দুর্গাকে এত কথা আমি জଣାইলা আমি জানଥିଲି কি জানিଥିଲେ তাকে ধন্যবাদ কেন্দ্র ধন্যবাদ नमस्कार, मो ना ହେଉଛି ଶ୍ରେୟା ପରିଡ଼ା। ମୁଁ ବଳରାମପୁର ଉପ୍ରା ବିଦ୍ୟାଳୟରେ ପଢ଼େ। ମୁଁ ଉପ ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେଲି। ନମସ୍କାର, ମୋର ନାଁ ଅର୍ଚିତା ପରିଡ଼ା। ମୁଁ ବଳରାମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼େ। ମୁଁ ଆଜିଠାରୁ ଖାଦ୍ୟ ମନ୍ତ୍ରୀ ରୂପେ ଦାୟିତ୍ୱ ନେଲି। ନମସ୍କାର, ମୁଁ ଲକ୍ଷ୍ମୀପ୍ରିୟା ପରିଡ଼ା। ମୁଁ ବଳରାମପୁର ଉପ୍ରା ବିଦ୍ୟାଳୟରେ ପଢ଼େ। ମୁଁ ଆଜିଠାରୁ ଖେଳ ଓ ସଂସ୍କୃତି ମନ୍ତ୍ରୀ ଭାବେ। ନମସ୍କାର, ମୋ ନାମ ରାଜନନ୍ଦିନୀ ଦାସ। ବଳରାମପୁର ଉପ୍ରା ବିଦ୍ୟାଳୟରେ ପଢ଼େ। ମୁଁ ଆଜିଠାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲି। ନମସ୍କାର, ମୋର ନାମ ଯାଜ୍ଞସେନୀ ସାହାଣୀ। ମୁଁ ବଳରାମପୁର ଉପ୍ରା ବିଦ୍ୟାଳୟରେ ପଢ଼େ। ମୁଁ ଆଜିଠାରୁ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଲି। ନମସ୍କାର, ମୋର ନାଁ କୃଷ୍ଣ ସାହାଣୀ। ମୁଁ ବଳରାମପୁର ଉପ୍ରା ବିଦ୍ୟାଳୟରେ ପଢ଼େ। ମୁଁ ଆଜିଠାରୁ ଶିକ୍ଷାମନ୍ତ୍ରୀର ନେତୃତ୍ୱ ନେଲି। ନମସ୍କାର, ମୋ ନାଁ ସୁମନ ପରିଡ଼ା। ମୁଁ ବଳରାମପୁର ଉପ୍ରା ବିଦ୍ୟାଳୟରେ ପଢ଼େ। ମୁଁ ଆଜିଠାରୁ ଉପ ପରିବେଶ ମନ୍ତ୍ରୀ ଭାବେ ଦାୟିତ୍ୱ ନେଲି। ନମସ୍କାର, ମୋ ନାମ ବିଶ୍ୱପ୍ରକାଶ ସାହାଣୀ। ମୁଁ ବଳରାମପୁର ଉପ୍ରା ବିଦ୍ୟାଳୟରେ ପଢ଼େ। ମୁଁ ଆଜିଠାରୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ନିଯୁକ୍ତ ନେଲି। ନମସ୍କାର, ମୋ ନାଁ ବିଶ୍ୱପ୍ରକାଶ ସେଠୀ। ମୁଁ ବଳରାମପୁର ଉପ୍ରା ବିଦ୍ୟାଳୟରେ ପଢ଼େ। ମୁଁ ପରିବେଶ ମନ୍ତ୍ରୀ ଦାୟିତ୍ୱ ନେଇଛି। ନମସ୍କାର, ମୋ ନାଁ ଯୋଗେଶ। ମୁଁ ଉପ ଖାଦ୍ୟ ମନ୍ତ୍ରୀ ଭାବେ ନିଯୁକ୍ତ। କୁମ୍ଭୀର ମାଙ୍କଡ ଗାଈ କୋଳିଟି ଖାଏ ହେଲା, ତାକୁ ଭାରି ମିଠା ଲାଗେ। ସେ ସବୁଦିନ କୋଳି ଖାଇବ। କୋଳି ଖାଇଲା ପରେ କୋଳିଟା ଛଡିକି ପାଣିରେ ପଡିବ, ସେ କୂଳରେ ପଡେ। ସେ କୂଳକୁ ଏ କୁମ୍ଭୀର ନଈରେ ଥାଏ, ସବୁବେଳେ ଆସେ। ଆସିକିରି ସେ କୋଳି ଖାଇଲା, ଦେଖିଲା କୋଳି ତାକୁ ଭାରି ମିଠା ଲାଗିଲା। ସିଏ ସେଠୁ କଣ କଲା, ସେ ସେଠୁ କୋଳି ଖାଇକି ସେଠୁ ଦେଖିଲା ଗଛରେ ମାଙ୍କଡ ବସିଛି। ସେ ସବୁଦିନ ସଙ୍ଗାତ ହେଲେ ସେ ମତେ ବହୁତ କୋଳି ଖାଇବାକୁ ଦବ। ମାଙ୍କଡକୁ ଡାକିଲା, କହିଲା ମାଙ୍କଡ ଭାଇ ସେ ତଳକୁ ଆସ, ତମ ସାଙ୍ଗରେ ମୁଁ ସଙ୍ଗାତ ହେବି। ଦିନେ ମାଙ୍କଡ କୋଳି ନେଇ ତା ଘରକୁ ଗଲା। ନେଇକି ରାଣୀ ଏତେ ଏତେ ପାଣି ପୃଥିବୀଟା ବୁଲି ପାରିବେନି, ସେଥିପାଇଁ ଗ୍ଲୋବ ତାର ପ୍ରତିରୂପ ରୂପରେ ଆମେ ଦେଖିବା। ବୁଝିଗଲା? ତେଣୁ ଏଇ ଗ୍ଲୋବଟା ପୁରା ଗୋଲାକାର ଆଉ ପୃଥିବୀଟା ସବୁବେଳେ ଢଳିକି ଥାଏ କେତେ ଡିଗ୍ରୀ 660 ପୂର୍ଣ୍ଣ 1 ବିୟୋକ୍ତର 2 ଡିଗ୍ରୀ ସବୁବେଳେ ଥାଏ। ହଁ ନା ନାଇଁ? ତେଣୁ ଏଇ ଗ୍ଲୋବର ଦେଖ
आमे चिन्हवा के दिग चिन्ह ग्लोबर सर्वा आमे मैप रे पढिछु ऊपर होची कोन उत्तर ऊपर सब मैप रो उत्तर ऊपर भाग कोन थाए उत्तर ग्लोबर से ऊपर भाग कोन थाए उत्तर तल भाग कोन उत्तर आ तल भाग होची दक्षिण कने एई जो दिनस मेरु अंचल देख हमर दीटा मेरु अछि पृथ्वी रो ग्लोब रो कोन दीटा मेरु अछि ऊपर भाग होची उत्तर मेरु तल भाग होची दक्षिण मेरु एई उत्तर मेरु दक्षिण मेरु आमे ग्लोब रे आमे ज्योग्राफी रे ज्योमेट्री रे पढिछु कोन गोटे वृत्त केते डिग्री वृत्तर केते डिग्री टोटल पढिछु माने गोलकर अर्ध माने अधा गोलार्ध माने कोन गोलकर अधा सेति पई हमर ग्लोब रे 360 विभाग करा गला विभाग के करूची ना विषुव रेखा हम ग्लोब को दीटा पार्ट रे डिवीजन करूची उत्तर गोलार्ध रो बसक चिन्हवा केमती साफ ठीक होइना भूल देखो भारत को एरू एटा जो कोन एटा होची कोन एटा विषुव रेखा रो ऊपर भाग होची उत्तर गोलार्ध भारत काई तार हम देश कोठी अछि उत्तर गोलार्ध दक्षिण गोलार्ध उत्तर गोलार्ध देखो उत्तर गोलार्ध तमने को भारत कोठी उत्तर गोलार्ध तल होची दक्षिण गोलार्ध हम उत्तर गोलार्ध रे जनसंख्या सबटु अधिक था ग्लोब चिन्ह पृथ्वी चिन्ह दिया जनसंख्या अधिक अछि आ देश संख्या पृथ्वी रो तापमंडल कोन तापमंडल काहे की ना सूर्य सबले डायरेक्ट पड़ते हम ऊपर सेट में हमर अधिक ताप होइते एई जो देश मानकर जे विश्व रेखा को सबले कोन